ଆଜି ସଭାପତି ଆମ ଭାଇ ସମସ୍ତଙ୍କୁ ଅସ୍ତିତ୍ୱ ସମାରୋହ ମୁଁ ପଶ୍ୟପି ସର୍ବତ୍ର ସର୍ବନ୍ତ ମରି ପଶ୍ୟପି ମୁଁ ଯାହାକୁ ଯେଉଁଠାରେ ସଦାବେଳେ ଦେଖେ ସେ ମୁଁ ବି ତୁମେ ବି ସଦାବେଳେ ତାକୁ ଦେଖେ ଯିଏ ମୋତେ ସଦାବେଳେ ସବୁଠି ଦେଖୁଛି ମୁଁ ମଧ୍ୟ ତାକୁ ସଦାବେଳେ ସେଇଠି ଦେଖୁଛି। ତେଣୁ ସମସ୍ତେ ଆମେ କିଭଳି ଭାବରେ ଠାକୁରଙ୍କୁ ପୂଜା କରିବା ଏବଂ ତାଙ୍କର ସେବା କରିବା ସେଟା ଆପଣମାନେ ସମସ୍ତେ ଜାଣନ୍ତି ଯେ ଯେପରି ଗୋଟିଏ ଛୋଟ ପୁଅ ତା ମା କେମିତି ତାକୁ ବ୍ୟବହାର କରି କେମିତି ତାକୁ ସେବା କରି କେମିତି ତାକୁ ଖୁଆଇ ପିଆଇ କେମିତି ତାକୁ ଗାଧେଇ ପାଧେଇ କେମିତି ସେ ଖାଇବ କେମିତି ଗାଧେଇବ କେମିତି ଝାଡ଼ାଯିବ ବିଭିନ୍ନ ପ୍ରକାର ଇଏରେ ଯେମିତି ସେବା କରୁଛି ଆମେ ସେଇଭଳି ଭାବରେ ଆମେ ଠାକୁରଙ୍କୁ ସେବା କଲେ ତାଙ୍କର ଉପରିତ ତାଙ୍କୁ ପାଇପାରିବା। ତେଣୁ ତାଙ୍କୁ ସମସ୍ତେ ଏଇଭଳି ଭାବରେ ନିଜର ଛୋଟ ପୁତ୍ର ଭଳି ସଦାବେଳେ ମନେ କଲେ ଆମେ ସମସ୍ତେ ତାଙ୍କୁ ଅବଗତ କରିପାରିବା। ତେଣୁ ମୋର ବିଶେଷ କିଛି କଥା କହେ ଆଉ ଆମର ଭାଇମାନେ ସମସ୍ତେ ଅଛନ୍ତି ସମସ୍ତେ ଯାହା କିଛି ଆମମାନଙ୍କୁ ଜଣାଇ ଆଉ ମୁଁ ମଧ୍ୟ ଠାକୁରଙ୍କୁ ବହୁତ ଭଲ ଭାବରେ ଜାଣିଛି ଆଉ ଠାକୁରଙ୍କୁ ଏଇ ସେବା ପୂଜାରେ ମୁଁ ବହୁତ ଉନ୍ନତି କରିଛି ଏବଂ ଠାକୁରଙ୍କ ପ୍ରତି ବହୁତ ଦୟା ରଖିଛି। ତେଣୁ ଆପଣମାନଙ୍କୁ ମୋର ଏତିକି ଅନୁରୋଧ।